ତେଲ ଆଜ୍ଞା ଖର୍ଚ୍ଚ ଆଜ୍ଞା ଦେଇଦେଲା, ଟଙ୍କା 300 200 ଦେଇଥିଲା ଯାହା ହେଇଥିଲା। ସେ ସେଇଥିରେ କହିଲା ଯାହା କଲା କଲା। ଯାହା ନାଇଁ ହଉ ଆଉ କଣ ଆଲୋଚନା ସବୁ ହେଲା? ଆଲୋଚନା କଣ ହବ, ଆଲୋଚନା କିଛି ନାହିଁ। ସେ ତାଙ୍କର ନାଗା ବାବା ସବୁ ଯୋଉ ଆସିନଥିଲେ, ଆଜ୍ଞା ଏ ଧୋନି ବସିଲା, ଧୋନିରେ ସେଇ ନାଗା ଯା ସ୍ଲୋଗାନ ବୋଲିଲେ ସେଇ ସ୍ଲୋଗାନ ହେଲା। ପରିକ୍ରମା କରାହେଲା, ସେ ଯୋଉ ଘଣ୍ଟି ଗୁଡା ଦିଆ ହେଲା ହୁଁ ତାଙ୍କର ଯୋଉ ଗାଁର ଯୋଉ ମହାଦେବ ମନ୍ଦିର ନୁହେଁ, ହୁଁ ସେ ମନ୍ଦିରକୁ ଯାଇଥିଲୁ, ଗୋଟେ ଘଣ୍ଟି ଦିଆ ହେଲା। ଏଇଆ ଆଉ ଅନନ୍ତ ବାବା ଯୋଉ ଯାଇଥିଲେ? ପରିକ୍ରମା ନାହିଁ, ପନ୍ତଳା କତିକି ଗଲେନି କି ଆମର ଏଠି ଥିଲା ଚୌଦ୍ୱାର ଗଲେନି। ଦି ତିନି ଜାଗା କାଟିକିରି ସିଆଡେ ଯାଇଥିଲି। ମୁଁ କହିଲି ଅଧିକା ପଇସା ମିଳିବ ବୋଲି। ନାଇଁ ଦେଖିଲା ନାଇଁ ବେଳକୁ କିଛି କୁଆଡେ ନାହିଁ। ବଡ କ୍ଷୀରି ଅନନ୍ତ ଯାଇନଥିଲା ଆଜି ସେଠି କି? ହଁ ଏ ସୁକ ତ ନାଇଁ ବଡ ବଡକି କ୍ଷୀରି ଅନନ୍ତ ମହନ୍ତ ମହନ୍ତ ସେଇ ଯାଇଥିଲା ବା। ଚୁଟି ବାଲା ବା? ହଁ ମହନ୍ତ ଯାଇଥିଲା ବା। ବାପ ପୁଅ ହଁ ବାପ ପୁଅ ବା। ଯାଇଥିଲେ? ହଁ ନାଳୁଆ ବାବା। ନାଳୁଆ ବାବା। ଆରେ ନାଳୁଆ ବାବା ପୁଣି ଗୋଟେ ମାତାଜୀ କି ନେଇକି ଯାଇଥିଲା ସାଙ୍ଗରେ। କେମିତିଆଟେ? ଏ ରୁନୁ ମାତାକୁ। ରୁନୁ ମାତାକୁ? ହଁ ତା ଘର କୋଉଠି ବା? ତା ଘର ସେଇ ବଡକିରି ତାଙ୍କରି ଏରିଆ ଆଉ। ତାଙ୍କରି ଏରିଆରେ ରୁନୁ ମାତା? ହଁ ଆଚ୍ଛା 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 ଆଚ୍ଛା। ଗେଡି ଯାଇକିରି କି? ହଁ ଗେଡି ହେଇକି ଯିଏ ଗୀତ ବୋଲେନି ଆମର ସେଠି ସଭାରେ ଯାଇକିରି। ହଁ ଆଏ ସିଏ ତାକୁ ନେଇକିରି ଗଲା, ପୁଣି ଅଧାରୁ ତାକୁ କହିଲା ସେଠିକି ନେଇକିରି ଯିବାକୁ ଲାଜ ମାଇଲା ବୋଲି କହିଲା ଇଏ ବାବାଜୀ ଗାଡିରେ ବସ। ଏଠୁ ମୋ ଗାଡିରେ ବସିଲା। ମୁଁ କହିଲି ତୁ ଆଇଲୁ ତାଙ୍କ ଘର କତିରୁ ତା ସାଙ୍ଗରେ, ମୋ ସାଙ୍ଗରେ କଣ ଏଇଠୁ ବସିକି ଯିବୁ? ଏଠୁ ବାଧ୍ୟ ହେଇକିରି ସେଠୁ ଆଉ କଣ କରିବ, ତାକୁ ଛାଡି ଦେଇକି ସେଠୁ ବସିକିରି ଗଲା। ଭାରି ହଇରାଣ। ଆରେ ନାରାୟଣ ବାବା କଣ, ନାରାୟଣ ବାବା ଯାହା କଣ ସମେତେ ସେଇଆ? ଏଗୁରାକ ବାବାଜୀ ଏଗୁରା କଣ ଆଙ୍କୁ ତାଙ୍କ ନାଁ ଧଇଲେ ଇଏ ମିଳିବ। ଜାଣିଲେ, ସେଥିପାଇଁ ମୁଁ ସେଇଠୁ ତା କହିଲି ନାଁ କାହିଁ ଦେଇଛନ୍ତି କି ନାଳୁଆ ବାବା ବୋଲି। ନାଳୁଆ ବାବା ଲେଖା ହେଇଥିବା ନାଳୁଆନନ୍ଦ ବାବା। ହଁ ବା। ତା ପୁଅ ଯାଇଥିଲା? ନାଇଁ ତା ପୁଅ ଯାଇନଥିଲା। ସେ ବା ସିଏ ମାତାଜୀ ବସେଇକି ନେଇଥିଲା, ପୁଅକୁ କୋଉଥିରେ ନବ ଆଉ। ହୁଁ। ଆଉ କିଏ ନାରାୟଣ ଫାରାୟଣ ହେରିକା କିଏ ଯାଇଥିଲେ, ସେ କାହାକୁ ନେଇକି ଯାଇଥାନ୍ତା। ହୁଁ ଗାଁରୁ ଆଉ କିଏ ବାବାଜୀ ଯାଇନଥିଲେ, କେବଳ ଶୁକ ଯାଇଥିଲା। ଶୁକ ପଛରେ ଗଲା। ହଁ ଗାମୁଛା ଖଣ୍ଡେ ମିଳିଛି, 500 ମିଳିଛି। ହଁ ଆଉ 300 ଟଙ୍କା ତେଲ ପୋଡା ଗଲା ଭାରି। 200 200 ଟଙ୍କା ଲାଭ ମୋ କଣ? ପାଖରେ ରହିଲା। ଆଉ 200 ଟଙ୍କାରୁ ବି 50 ଟଙ୍କା ଖର୍ଚ୍ଚ ପଡିଯାଇଛି। ଆଉ 150 ଟଙ୍କା ସିଏ ଅବିକା 3 ଦିନ ଖର୍ଚ୍ଚ କରିସାରିଲା ପରେ, ପୁଣି ତେଲ ଖର୍ଚ୍ଚ ଉଣ୍ଡାଇକି ଯିବି ପୁଣି ନେମ୍ବାଳ। ଏ ଯୋଉ କଣ ହବ ବା କହୁଛନ୍ତି, ଏଇ ଯୋଉ ସାଳୁଆଙ୍କ ପାଖରେ